ସାର୍ ଆପଣଙ୍କୁ ନ୍ୟୁଜ୍ ରୁମ୍ କୁ ସ୍ୱାଗତ କରୁଛି। ବର୍ତ୍ତମାନ ସମୟର ପାଣିପାଗର ଅପଡେଟ୍ କ'ଣ ଅଛି ଏବଂ ଶୀତକୁ ନେଇ କ'ଣ କହିବେ? ଦେଖାଯାଉଛି କିଛି ଦିନ ହେବ ଶୀତ ଅଧିକ ପଡୁଛି, ତ ଶୀତକୁ ନେଇକି କ'ଣ କହିବେ? ସେ ଅପଡେଟ୍ କ'ଣ ଅଛି ସାର୍? ନମସ୍କାର। ବର୍ତ୍ତମାନ ଆମର ଯୋଉ ଶୀତର ଯୋଉ ପ୍ରଭାବଟା 8 ତାରିଖରୁ ଆରମ୍ଭ ହେଇଛି ସେଇଟା ବର୍ତ୍ତମାନ କଣ୍ଟିନ୍ୟୁ କରୁଛି, କିନ୍ତୁ ଆଜିଠୁ ଟିକେ ଶୀତର ଆମର ଯୋଉ ସର୍ବନିମ୍ନ ତାପମାତ୍ରା ଅଛି ତା ଦେହରେ ଟିକେ ବୃଦ୍ଧି ଘଟିବାର ସମ୍ଭାବନା ରହୁଛି। ତାର ମୋଟା ଆଜିଠୁ ଆଜି ରାତିଠୁ ନେଇକି ଚାଲନ୍ତୁ 16 ତାରିଖ ପର୍ଯ୍ୟନ୍ତ ଏଇ ଯୋଉ 3 ଦିନ ରହୁଛି ସର୍ବନିମ୍ନ ତାପମାତ୍ରାରେ ଟିକେ ବୃଦ୍ଧି ଘଟିବ, 2 ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ତାର ମୋଟାମୋଟି ଯୋଉ କାରଣଟା ରହୁଛି, କାରଣ ଯୋଉ ଉତ୍ତର ପଶ୍ଚିମ ବାୟୁର ଯୋଉ ଅନବରତ ପ୍ରବାହ ଚାଲିଥିଲା ଜାନୁଆରୀ 1 ତାରିଖ ପରେ ପରେ ତା ଦେହରେ କିଛିଟା ବ୍ୟତିକ୍ରମ ଦେଖାଯିବ, କାରଣ ଯୋଉ ପୂର୍ବା ବାୟୁର ପ୍ରଭାବ ବର୍ତ୍ତମାନ ବଙ୍ଗୋପସାଗରରୁ ଆସୁଛି ସେଇ ଯୋଉ ବାୟୁର ପ୍ରଭାବଟାକୁ ବ୍ରେକ୍ କରିବା ଫଳରେ ଆମର ଟିକେ ଯୋଉ ଥଣ୍ଡାର ମାତ୍ରାଟା ଟିକେ କମିଯିବ। କାରଣ ସେଇ ସମୟରେ ବର୍ତ୍ତମାନ ଯୋଉ ଆମର ପଶ୍ଚିମା ଝଡ଼ର ପ୍ରଭାବ ରହୁଛି, ଆଉ ପୁଣି 15 ରୁ ଯୋଉ 18 ସମୟ ରହୁଛି ସେଥିରେ ବି ବର୍ଷା ରହିପାରେ ଉତ୍ତର ଭାରତରେ, ସେମିତି 21 ରୁ 23 ରହୁଛି। ତେଣୁ ଏଇ ଯୋଉ ସମୟ ସୀମା ଆମର ଆସୁଛି 13 ରୁ 16 ତା ଭିତରେ ଯୋଉ ଉତ୍ତର ପଶ୍ଚିମ ବାୟୁର ପ୍ରଭାବ ଟିକେ କମିବ, ତେଣୁ ଥଣ୍ଡାର ମାତ୍ରାଟା ଟିକେ କମିଯିବ। କିନ୍ତୁ 17 ପରେ 17 ରୁ ଯୋଉ 20 ସମୟ ସୀମା ରହୁଛି ପୁଣି ସେ ପ୍ରଭାବଟା ପୁଣି ରହିବ ଯେମିତି ଆଗରୁ ରହିଥିଲା, ତେଣୁ ପୁଣି ଶୀତର ପ୍ରଭାବଟା ବଢିବ। ଆଉ କିନ୍ତୁ 20 ପରେ ଯୋଉ ଆମର ମତେ ଲାଗୁଛି ଯୋଉ ଋତୁଚକ୍ରରେ ଆମର ଯୋଉ ଚେଞ୍ଜେସ୍ ଆସେ, ପରିବର୍ତ୍ତନ ଆସେ, ସେଇଟା ହବ। ଆଉ 20 ତାରିଖ ପରେ ଆମର ଯୋଉ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ଘଟିବ, ଆଉ ଶୀତର କଣ୍ଡିସନ ଧୀରେ ଧୀରେ କମିବାକୁ ଆରମ୍ଭ କରିବ। ଯଦିଓ ଉତ୍ତର ଭାରତରେ ଶୀତ ରହୁଛି, କିନ୍ତୁ ଓଡ଼ିଶା ପରିପ୍ରେକ୍ଷୀରେ 20 ପରେ ଶୀତର ପ୍ରଭାବ କମିବ, ଆଉ ଆମେ ଧୀରେ ଧୀରେ ବସନ୍ତ ଋତୁ ଆଡେ ଅଗ୍ରସର କରିବା। କିନ୍ତୁ ଜାନୁଆରୀ ମାସଟା ଶୀତ ଅଳ୍ପ ବହୁତ ରହିବ। ଆଜିଠୁ ଶୀତର ପ୍ରଭାବ କମିବ 17 ଯାଏଁ? ଶୀତ ରହିବ। ଆପଣ ଗୋଟେ ଏକାଡେମିକାଲି ଯଦି ଦେଖିବେ ଯୋଉ ତାପମାତ୍ରାଟା ଅଛି, କାରଣ ବାଦଲ ଟିକେ ଆମର ରହୁଛି, ଆପଣ ଦେଖିବେ ଯୋଉ ଆକାଶକୁ ଦେଖିଲେ ଆପଣ ଟିକେ ହେଜି ଜିନିଷ ଦେଖାଯିବ, କ୍ଲିୟର ସ୍କାଏ ଦେଖାଯିବନି। ସେଇ ଯୋଉ ହେଜି ଧୂସର ଯୋଉ ରହୁଛି ସେଇଟା ତା ମାନେ ଆମର ଯୋଉ ଅପର ଲେବୁଲରେ ଟିକେ ଉଚ୍ଚ ହାଇଟରେ ବାଦଲ ମାନେ ରହୁଛନ୍ତି। ତେଣୁ ଯୋଉ ଆମର ଯୋଉ ସୂର୍ଯ୍ୟଙ୍କର କିରଣ ଆଉ ଯୋଉ ସ୍ଥଳ ଭାଗରୁ ଯୋଉ ଆମର ଯୋଉ ରିଫ୍ଲେକ୍ସଡ ରେଡିଏସନ ସେଇଟା ସବୁ ଯିବା ପାଇଁ ଅପରୋଧକ ହଉଛି। ତେଣୁ ସେଇଥିପାଇଁ କି ଯୋଉ ସର୍ବନିମ୍ନ ତାପମାତ୍ରାଟା ଟିକେ ବଢିଯିବ। ତେଣୁ 17 ପରେ ପୁଣି ଟିକେ କ୍ଲିୟର ହେଲେ ବାୟୁର ଚଳନରେ ଚେଞ୍ଜେସ୍ ଆସିବ, ଉତ୍ତର ପଶ୍ଚିମ ବାୟୁର ପ୍ରଭାବ ପୁଣି କଣ୍ଟିନ୍ୟୁ ଟିକେ କରିବ। ତେଣୁ 17 ଯୋଉ 20 ସମୟ ସୀମା ରହୁଛି ଶୀତ ରହିବ। ତେଣୁ ଶୀତ ଓଭରଅଲ୍ ଆପଣ ରହିବ। ତେଣୁ ସାମାନ୍ୟ କମିବ, ସାମାନ୍ୟ ବଢିବ, କିନ୍ତୁ 20 ପରେ ମତେ ଲାଗୁଛି ଶୀତର ପ୍ରଭାବ ଧୀରେ ଧୀରେ କମିଯିବ। ଆଉ ଆମେ ଗୋଟେ ନିହାତି ଭାବରେ ତେବେ ଦେଖାଯାଉଛି କୁହୁଡି ଦେଖାଯାଉଛି ସକାଳ ସମୟରେ। କୁହୁଡି କାହିଁକି ଦେଖାଯାଏ? କ'ଣ ସାଇଣ୍ଟିଫିକ ରିଜନ କିଛି ଅଛି କାହିଁକି କୁହୁଡି ଦେଖାଯାଏ ଶୀତ ଦିନରେ? କୁହୁଡିର କାରଣଟା ରହୁଛି ଉତ୍ତର ଭାରତରେ ବହୁତ ଘନ କୁହୁଡି ଥିଲା, କିନ୍ତୁ ଏବେ ଯୋଉ ବର୍ଷା କୁହୁଡିର ମାତ୍ରା କମି ଯାଇଛି। ଯୋଉ କୁହୁଡିର ମେନ୍ କାରଣ ରହୁଛି ପୂର୍ବା ବାୟୁ ଦ୍ୱାରା ଆର୍ଦ୍ରତା ବାୟୁ ସ୍ଥଳ ଭାଗକୁ ସମୁଦ୍ରରୁ ତଳକୁ ଆସୁଛି, ଆଉ ସ୍ଥଳ ଭାଗଟା ବର୍ତ୍ତମାନ ଥଣ୍ଡା ଅଛି, ବାୟୁର ଚଳନରେ ଏତେ ଗତି ନାହିଁ। ଏଇ ସବୁ କାରଣ ଯୋଗୁଁ ଯୋଉ କୁହୁଡିର ସମସ୍ୟାଟା ମତେ ଲାଗୁଛି 17-18 ପର୍ଯ୍ୟନ୍ତ ରହିବ। ପର୍ଟିକୁଲାର ଆମର ଯୋଉ ଉପକୂଳବର୍ତ୍ତୀ ଆଉ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନେ ବେଶୀ ତା ଦେହରେ ପ୍ରଭାବିତ ହେଇଛନ୍ତି। କିନ୍ତୁ ଗୋଟେ ଭଲ କଥା ହେଲା ଯେ ଯେମିତି ଉତ୍ତର ଭାରତରେ ଦିନ ସାରା ମଧ୍ୟ ଗୋଟେ ହେଜି ଏନଭାରମେଣ୍ଟ ରହେ, ସମସ୍ୟା ରହିବନି। କାରଣ ପଡ଼ିବା ଆରମ୍ଭ ହେବ ଆପଣ ଦିନ ବେଳା, ଆଉ ସେ ସମସ୍ୟା ରହିବନି। କିନ୍ତୁ ରାତି ଅର୍ଲି ମର୍ଣ୍ଣିଂ ଭୋର ସମୟରେ ଏଇ ସମସ୍ୟାଟା ରହିବ, ଆହୁରି 4-5 ଦିନ ମତେ ଲାଗୁଛି ରହିବ। ଆଉ ତା ଦେହରେ ଆମର ଓଡ଼ିଶା ବି ପ୍ରଭାବିତ ହବାର ଅଛି, ପର୍ଟିକୁଲାରଲି ଉପକୂଳବର୍ତ୍ତୀ ଜିଲ୍ଲା। 3-4 ଦିନ ଦେଖାଯିବ ଏମିତି ସକାଳ ସମୟ ଯେମିତି କୁହୁଡି ଦେଖିବାକୁ ମିଳୁଛି, କୁହୁଡି ଦେଖାଯିବ ଆଉ 3-4 ଦିନ ପର୍ଯ୍ୟନ୍ତ। ଆଜ୍ଞା। କାରଣ ବର୍ତ୍ତମାନ ବାୟୁର ପ୍ରଭାବଟା ଚାଲିଛି, କାରଣ ତାମିଲନାଡୁ ଅଞ୍ଚଳରେ ବର୍ତ୍ତମାନ ଗୋଟେ ସିଷ୍ଟମ ବର୍ତ୍ତମାନ ପ୍ରଭାବିତ କରୁଛି ଆମର ଯୋଉ ଦକ୍ଷିଣ ଭାରତର ରାଜ୍ୟମାନଙ୍କୁ। କିଛିଟା ଯୋଉ ବାୟୁର ଚଳନ ଆସୁଛି ଉତ୍ତର
ଅକ୍ଷାଂଶକୁ ଓଡ଼ିଶା ରାଜ୍ୟରେ ଅନ୍ତର୍ଭୁକ୍ତ। ତେଣୁ କୁହୁଡ଼ିର ସମସ୍ୟାଟା ଟିକେ ଅଧିକା କୁହୁଡ଼ି ଭିଜିବିଲିଟି ଟିକେ କମ୍ ବି ରହିପାରେ। ଯେଉଁ ଦୃଶ୍ୟ ମାନେ ଆମର ରହେ ସକାଳ ବେଳା ଟିକେ କମ୍ ବି ରହିପାରେ। ପର୍ଟିକୁଲାର ଆମର ଯେଉଁ ଉପକୂଳବର୍ତ୍ତୀ ଜିଲ୍ଲା ଆଉ ଦକ୍ଷିଣ ଜିଲ୍ଲା ଅଛନ୍ତି ମତେ ଲାଗୁଛି ସେଇମାନେ ଟିକେ ବେଶୀ ପ୍ରଭାବିତ ହବ। ଆଉ ଏଇଟା ସକାଳ ସମୟଟା ହିଁ ବେଶୀ ମାନେ ପରିଲକ୍ଷିତ ହବ। ତାପରେ ଦିନ ବେଳା ଆପଣ ଏତେ ଜାଣିପାରିବେନି। କିନ୍ତୁ କୁହୁଡ଼ି ସମୟରେ ବେଶୀ ପରିଲକ୍ଷିତ ହଉଛି, କୁହୁଡ଼ି ଦେଖା ହଉଛି। ତେବେ ବର୍ଷା, ଆଜ୍ଞା କୁହନ୍ତୁ। ହଁ, ବର୍ଷା ସେ ଯୋଉ ଭୋର ଆଉ ସମୟରେ ଆଉ ଟିକେ ଅର୍ଲି ମର୍ଣ୍ଣିଂ ସମୟରେ କୁହୁଡ଼ିଟା ଦେଖାଯିବ। ବର୍ଷା ବର୍ତ୍ତମାନ ଓଡ଼ିଶା ପରିପ୍ରେକ୍ଷୀରେ କିଛି ବର୍ଷାର ବର୍ତ୍ତମାନ କିଛି ନାହିଁ। କେବଳ ଥଣ୍ଡା ରହିବ ଆଉ କୁହୁଡ଼ି ରହିବ। ବର୍ଷାର ଯୋଉ ମେଜର ଯୋଉ ସ୍ଥଳଟା ରହୁଛି ସେଇଟା ଆମର ଦକ୍ଷିଣ ଭାରତରେ ଆଉ ଉତ୍ତର ଭାରତରେ। ଏଇ ଦିଟା ଯୋଉ ଜୋନ୍ ରହୁଛି, ଉତ୍ତର ଭାରତରେ 15-16 ଯୋଉ ସମୟ ସୀମା ରହୁଛି, ଉତ୍ତର ଭାରତରେ ବି ବର୍ଷା ରହିବାର ସମୟ ମାନେ ସମ୍ଭାବନା ରହୁଛି। ଆଉ ଦକ୍ଷିଣ ଭାରତରେ ବି ସେମିତି ପଛକୁ ପଛ ଘୂର୍ଣ୍ଣିବଳୟ ରହିବ। 18-22 ଗୋଟେ ଘୂର୍ଣ୍ଣିବଳୟ ଆମର ରହୁଛି, ଯୋଉଟା ଦକ୍ଷିଣ ଭାରତକୁ କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ଦକ୍ଷିଣ କର୍ଣ୍ଣାଟକ ଏଇ ସବୁ ଅଞ୍ଚଳକୁ ପ୍ରଭାବିତ କରିପାରେ। ଆଉ ସେମିତି ଉତ୍ତର ଭାରତରେ ବି 16 ବର୍ଷା ରହୁଛି। କିନ୍ତୁ ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ କିଛି ସମ୍ଭାବନା ନାହିଁ। ଓଡ଼ିଶାରେ ଏବେ ବର୍ତ୍ତମାନ ସୁଦ୍ଧା ବର୍ଷା ନାହିଁ। ନାଇଁ, ଓଡ଼ିଶା ପାଇଁକି ବର୍ଷାର କିଛି ସେମିତି ନାହିଁ। କାରଣ ଯୋଉ ବାଦଲ ସୃଷ୍ଟିର ପ୍ରକ୍ରିୟା ମୋଷ୍ଟଲି ଆପଣଙ୍କ ଦିଟା କାରଣ ପାଇଁ ବର୍ଷା ହଉଛି। ଉତ୍ତର ଭାରତରେ ବର୍ଷା ଏଇଥିପାଇଁ ହଉଛି ଯେ ପଶ୍ଚିମା ଝଡ଼ର ପ୍ରଭାବ, ପଶ୍ଚିମା ଝଡ଼ ପ୍ରଭାବ ରହୁଛି। ଆଉ ଦକ୍ଷିଣ ଭାରତରେ ବର୍ଷା ହଉଛି କାରଣ ପଛକୁ ପଛ ଘୂର୍ଣ୍ଣିବଳୟ ରହୁଛି। ଆଉ ଏଇ ଯୋଉ ସିଷ୍ଟମ ଗୁରା ସ୍ଥଳ ଭାଗକୁ ପ୍ରଭାବିତ କରୁଛନ୍ତି, ସେମାନେ ଏତେ ଶକ୍ତିଶାଳୀ ନୁହନ୍ତି। ତେଣୁ କିଛିଟା ସୀମିତ ଅଞ୍ଚଳରେ ସେ ପ୍ରଭାବ ଛାଡୁଛନ୍ତି। ଯେମିତି ଆପଣ ଉତ୍ତର ଭାରତକୁ ଦେଖିବେ, ଆମର ଦିଲ୍ଲୀ, ହରିୟାଣା, ଆମର ଯୋଉ ହିମାଚଳ ପ୍ରଦେଶ, ଜମ୍ମୁ ଆଣ୍ଡ କାଶ୍ମୀର, କେନ୍ଦ୍ରୀୟ ଭାରତରେ ବି କିଛିଟା ଅଞ୍ଚଳ, ରାଜସ୍ଥାନ, ମଧ୍ୟପ୍ରଦେଶ କିଛିଟା ମାନେ ପାଉଛନ୍ତି ତା ଦେହରୁ। ସେମିତି ଦକ୍ଷିଣ ଯଦି ଦେଖିବେ, ସେ ସବୁ ସେଇ ଅଞ୍ଚଳ ହଉଛି କର୍ଣ୍ଣାଟକ, ତାମିଲନାଡୁ, ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଦକ୍ଷିଣ କର୍ଣ୍ଣାଟକ। ତେଣୁ ପାଇଁକି ବର୍ତ୍ତମାନ ବର୍ଷାର କୌଣସି ସମ୍ଭାବନା ନାହିଁ। ବର୍ତ୍ତମାନ କେବଳ ଶୀତ ଆଉ ଯୋଉ କୁହୁଡ଼ି, ଏଇ ଦିଟା ଯୋଉ ଋତୁର ପ୍ରଭାବ ମୁଖ୍ୟତଃ ଦେଖିବାକୁ ମିଳିବ। ତେବେ ବର୍ତ୍ତମାନ ସମୟରେ ଓଡ଼ିଶା ଉପରେ କୌଣସି ବର୍ଷାର ପ୍ରଭାବ ନାହିଁ, କିନ୍ତୁ ଶୀତ ଆଉ କୁହୁଡ଼ି ଦେଖିବାକୁ ମିଳିବ। ଆଜ୍ଞା, ଶୀତ ଆଉ କୁହୁଡ଼ି ଦେଖିବାକୁ ମିଳିବ। ତାପରେ ଆମେ ବର୍ତ୍ତମାନ ଗୋଟେ ସପ୍ତାହ ନେଇ ଚାଲନ୍ତୁ, 20 ତାରିଖ ପର୍ଯ୍ୟନ୍ତ ଗୋଟେ ସକ୍ରିୟ ଶୀତ କଣ୍ଡିସନ, ଯଦିଓ କମ୍ ବହୁତ ହବ କିନ୍ତୁ ସକ୍ରିୟ ଶୀତ କଣ୍ଡିସନ ରହିବା। 20 ତାରିଖ ପରେ ପରେ ଆପଣ ଦେଖିବେ ସର୍ବୋଚ୍ଚ ତାପମାତ୍ରାରେ ବୃଦ୍ଧି ଘଟିବ, ଆମର ଶୀତର ପ୍ରଭାବ କମିବାକୁ ଆରମ୍ଭ ହବ। ଯଦିଓ ଜାନୁଆରୀ ମାସଟା ଗୋଟେ ମଡରେଟ ଶୀତରେ ରହିବା, କିନ୍ତୁ ଏଇ ଯୋଉ ମାତ୍ରା ଆମର ଖସି ଯାଉଛି, ପର୍ଟିକୁଲାରଲି ଯୋଉ ଆମର ଏପିସୋଡ ରହିଲା 8-12 କି ତାପରେ ରହିବ 17-20, ସେ ମାତ୍ରାଟା ଆଉ ରହିବନି। କିନ୍ତୁ ଓଭରଅଲ ଶୀତ ଜାନୁଆରୀ ମାସଟା ରହିବ। କିନ୍ତୁ 20 ତାରିଖ ପରେ ପରେ ସର୍ବୋଚ୍ଚ ତାପମାତ୍ରାରେ ବୃଦ୍ଧି ଘଟିବ, ଆଉ ସର୍ବନିମ୍ନ ତାପମାତ୍ରା ବି ଲାଗୁଛି ମତେ ବୃଦ୍ଧି ଘଟିବ।